ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ଯିଏ ମୋର ନାମକୁ ସବୁବେଳେ ଉଚ୍ଚାରଣ କରିଛି, ଯିଏ ସାଇ ସାଇ ଜପ କରିଛି, ମୁଁ ତାର ସମସ୍ତ ପାପକୁ ନଷ୍ଟ କରିଦେଇଛି। ତାର ସବୁ କଷ୍ଟକୁ ମୁଁ ହରଣ କରିଛି। ମୋ ଉପରେ ଯିଏ ସବୁବେଳେ ବିଶ୍ୱାସ ଆଉ ଭରସା ରଖେ, ମୁଁ ତାର କେବେ ବି କ୍ଷତି ହେବାକୁ ଦିଏନି। ମୁଁ ତାକୁ ସବୁବେଳେ ପ୍ରତିଟି ମୁହୂର୍ତ୍ତରେ ସାହାଯ୍ୟ କରେ। ସନ୍ତାନ, ମୁଁ ଦେଖିଛି ସେ ସଂଘର୍ଷ ତୋର, ଯେତେବେଳେ ତୁ କଷ୍ଟ ପାଉଥିଲୁ। ସମସ୍ତେ ଏକ ହେଇଯାଇଥିଲେ ଆଉ ତୁ ଏକୁଟିଆ ହେଇଯାଇଥିଲୁ। ମୁଁ ଦେଖିଛି ତୁ କିନ୍ତୁ ସବୁବେଳେ ମୋ ମୂର୍ତ୍ତିକୁ ତୋ ପାଖରେ ରଖି ଶୋଉଥିବୁ। ସନ୍ତାନ, ତୁ ମୋତେ ଜୀବନର ଭାଇ ବନ୍ଧୁ ସବୁ କିଛି ଭାବି ନେଇଯାଇଥିଲୁ। ତାହା ଭିତରେ ତୋତେ ବଞ୍ଚିବା ବହୁତ କଷ୍ଟ ଥିଲା, କିନ୍ତୁ ତୁ ଯେତେବେଳେ ମୋତେ ନିଜର କରି ନେଇଗଲୁ, ତୋ ବାବାକୁ ତୁ ଏତେ ଭଲ ପାଇଲୁ, ସବୁ ସୁଖ ଦୁଃଖ ମୋ ସାଙ୍ଗରେ ବାଣ୍ଟିଲୁ। ମୁଁ ତ ଚାହୁଁଛି ମୋ ଭକ୍ତମାନେ ମୋତେ ଏମିତି ଭଲ ପାଆନ୍ତୁ। ମୁଁ ସବୁ କିଛି ଦେବାକୁ ପ୍ରସ୍ତୁତ ଅଛି। ମୋ ଭକ୍ତମାନେ ନେଇ ପାଇଲେ ହେଲା। ମୁଁ ସବୁବେଳେ ସାହାଯ୍ୟ କରିବା ପାଇଁ ହାତ ବଢ଼େଇଛି। ତୁମେ ମୋ ଆଡ଼କୁ ଗୋଟେ ହାତ ବଢ଼େଇଲେ ମୁଁ ତୁମ ଆଡ଼କୁ 100 ହାତ ବଢ଼େଇବି। ସନ୍ତାନ, ମୁଁ ସେ ସଂଘର୍ଷ ତୋର ଦେଖିଛି। ସମସ୍ତେ ମିଶିକି ତୋତେ ଛୋଟ କରି କହୁଥିଲେ, ତୁ ଏକୁଟିଆ ହେଇଯାଇଥିଲୁ। ସନ୍ତାନ, କିନ୍ତୁ ତୋର ମୋ ପ୍ରତି ବିଶ୍ୱାସ, ଭଲ ପାଇବା, ଧୈର୍ଯ୍ୟ, ସାହସ ଆଜି ତୋତେ ଜିତେଇ ଦେଇଛି। ସେଇମାନେ ହାରି ଯାଇଛନ୍ତି। ସନ୍ତାନ, ଯେଉଁମାନେ ତୋତେ ଦିନେ ସଂସାରରୁ ମାରିଦେବାକୁ ବସିଥିଲେ। ଏସବୁ ତୋର ନାମ ସ୍ମରଣ, ମୋ ଉପରେ ଭରସା, ବିଶ୍ୱାସ ପାଇଁ ହେଇଛି। ସନ୍ତାନ, ଏମିତି ସବୁବେଳେ ହସ ଖୁସିରେ ରହ। ମୋ ଉପରେ ସେମିତି ଭରସା ରଖିଥା। ମନରେ ଯଦି ବିଶ୍ୱାସ ଆଉ ଭରସା ଥିବ ନା, ସେ କଷ୍ଟରୁ ମୁଁ ତୋତେ ନିଶ୍ଚୟ ଉଦ୍ଧାର କରିବି। ଯଦି ବିଶ୍ୱାସ ନାହିଁ, ଭରସା ନାହିଁ, ସେ କଷ୍ଟରୁ ମୁଁ ତୁମକୁ କେବେ ଉଦ୍ଧାର କରିପାରିବିନି। ମୁଁ ତୁମକୁ କଷ୍ଟ ଦେବାକୁ କିଏ? ସନ୍ତାନ, ତୁମର କର୍ମଫଳ ଯୋଗୁଁ ତୁମେ କଷ୍ଟ ପାଉଛ। ଯଦି ତୁମେ ସେତିକି ଧୈର୍ଯ୍ୟ ଆଉ ସାହସ ରଖିବ, ମୋ ଉପରେ ଭରସା ରଖିବ, ତାହେଲେ ମୁଁ ତୁମକୁ ନିଶ୍ଚୟ ସେ କଷ୍ଟରୁ ଉଦ୍ଧାର କରିବି। ତୁମର କର୍ମଫଳକୁ କାଟିଦେବି। ଜୀବନରେ ଗୋଟେ କଥା ସବୁବେଳେ ମନେ ରଖିବ, କେବେ କାହାର ଅମଙ୍ଗଳ ଚିନ୍ତା କରିବନି, କେବେ କାହାର କ୍ଷତି କରିବନି। ଯଦି ପାରୁଛ କାହାକୁ ସାହାଯ୍ୟ କର, ନହେଲେ ତାକୁ କେବେ କଟୁ ଭାଷାରେ ଗାଳି କରନି। କିଛି ଜୀବଜନ୍ତୁକୁ ଖାଇବାକୁ ଦିଅ, ତୁମର ମଙ୍ଗଳ ହେବ। ଗଛକୁ କେବେ କାଟି ଦିଅନି। ସନ୍ତାନ, ଯଦି ପାରୁଛ ଗଛଟିଏ ଲଗାଇ ତାକୁ ପାଣି ଦେଇ ବଡ଼ କର। ସବୁବେଳେ ନିଜକୁ ଭଲ କାମରେ ଲିପ୍ତ ରଖ, ତେବେ ଯାଇ ତୁମକୁ ଈଶ୍ୱରଙ୍କ କୃପା ନିଶ୍ଚୟ ମିଳିବ। ସମସ୍ତେ କହୁଛନ୍ତି, କଳିଯୁଗରେ ଯେଉଁମାନେ ପାପ କରୁଛନ୍ତି ସେମାନେ ବେଶୀ ସୁଖରେ ରହୁଛନ୍ତି, ଆଉ ଯେଉଁମାନେ ଭଲ ଲୋକ ସେମାନେ ବହୁତ କଷ୍ଟ ପାଉଛନ୍ତି। ସନ୍ତାନ, ଯେଉଁମାନେ ପାପ କରିଛନ୍ତି ସେମାନେ ପୂର୍ବଜନ୍ମରେ କିଛି ପୁଣ୍ୟ କରିଥିଲେ ବୋଲି ସେମାନେ ଏବେ ଭଲରେ ଅଛନ୍ତି, କିନ୍ତୁ ଏଇ ଭଲଟା ତାଙ୍କର ସବୁଦିନ ରହିବନି। ସନ୍ତାନ,